ଆଜିର କାହାଣୀ ଗର୍ବ କଲେ ଖର୍ବ ହୁଏ। ଦୁଇ ବନ୍ଧୁ ଏକ ମରୁଭୂମିରେ ଯାଉଥାନ୍ତି। ଏମାନଙ୍କ ଭିତରେ ମରୁଭୂମିରେ ଯିବା ଆସିବା କରିବାରେ ଜଣେ ପୁରୁଣା ଓ ଜଣେ ନୂଆ ଥିଲେ। ସେମାନେ ବାଟରେ ଯାଉ ଯାଉ ନୂଆ ବନ୍ଧୁଟିକୁ ଶୋଷ ଲାଗିଲା। ମରୁଭୂମିରେ ଯାତ୍ରା, ଜଳ କେଉଁଠୁ ଅବା ମିଳିବ? ସୁତରାଂ ପୁରୁଣା ବନ୍ଧୁ ଜଣକ ଉପାୟ ଶୂନ୍ୟ ହୋଇଗଲା, କାରଣ ସିଏ ବି ସାଥିରେ ପାଣି ନେବାକୁ ଭୁଲି ଯାଇଥିଲେ। ମାତ୍ର ପୁରୁଣା ବନ୍ଧୁ ଜଣକ ଈଶ୍ୱର ବିଶ୍ୱାସୀ ଥିଲେ। ସୁତରାଂ ଜଳ ଲାଗି ସେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ। ହେଲେ ନୂଆ ବନ୍ଧୁ ଜଣକ ମନେ ମନେ ଭାବୁଥାନ୍ତି, ଏ ମରୁଭୂମିରେ ପଡ଼ି ଆମର ଜୀବନ ଯିବ। ଏତେ ବଡ଼ ମରୁଭୂମିରେ କିଏ କୁଆଡ଼େ ଦେଖାଯାଉ ନାହାନ୍ତି। ଆମକୁ ଜଳ ମୁନ୍ଦିଏ କିଏ ଦେବ? ଏକଥା ମନେ ମନେ ଭାବୁ ଭାବୁ ସମସ୍ତଙ୍କୁ ଚକିତ କରି ଓଟିଏ ଆସି ସେଠାରେ ପହଞ୍ଚିଗଲା, ଯାହା ପିଠିରେ ଚମଡ଼ା ଥଳିରେ ପାଣି ଥିଲା। ମାତ୍ର ପାଖରେ କୌଣସି ମରୁଯାତ୍ରୀ ନଥିଲେ। ଏବେ ଦୁହେଁ ଜଳ ପିଇ ଆଶ୍ୱସ୍ତ ହେଲେ। ଏଥର ନୂଆ ଲୋକଟି ଈଶ୍ୱରଙ୍କୁ ତାର କୃତଜ୍ଞତା ଜଣାଇଲା। ମାତ୍ର ପୁରୁଣା ଲୋକଟି ନିଜର ଆତ୍ମବଡ଼ିମା ଦେଖାଇବାକୁ ଯାଇ କହିଲା, ଦେଖିଲ ତ ବନ୍ଧୁ ମୋର କମାଲ। ଏହିଭଳି ଭକ୍ତିର ସହିତ ଈଶ୍ୱରଙ୍କୁ ଡାକିଲେ ସେ ବିପଦରେ ସାହା ହୁଅନ୍ତି। ତାପରେ ସେମାନେ ଆଗକୁ ଚାଲିଲେ। ମରୁଭୂମି ପାର ହୋଇ ସେପାର ସହରରେ ସେମାନେ ବ୍ୟବସାୟ ଶେଷ କରି ପୁଣି ସେହି ମରୁଭୂମି ବାଟ ଦେଇ ଫେରି ଆସିଲେ। ଏବେ ମଧ୍ୟ ଦୁହିଁଙ୍କୁ ବାଟରେ ଶୋଷ ହେଲା। ସାଙ୍ଗରେ ଯାହା ପାଣି ଆଣିଥିଲେ ତାକୁ ପିଇ ଶେଷ କରି ଦେଇଥିଲେ। ଏଥର କ'ଣ କରାଯିବ? ପୂର୍ବଥର ଭଳି ଏଥର ବି ପୁରୁଣା ଲୋକଟି ପାଣି ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ। ହେଲେ ଏଥର ଭଗବାନ ତାର ଡାକ ଆଉ ଶୁଣିଲେ ନାହିଁ। ସେ ହତାଶ ହୋଇ କହିଲେ, ଏମିତି କେମିତି ହେଲା? ସବୁବେଳେ ସାହାଯ୍ୟ ମିଳୁଥିଲା ବେଳେ ଏବେ କାହିଁକି ମିଳିଲା ନାହିଁ? ଠିକ୍ ଏତିକି ବେଳେ ନୂଆ ଲୋକଟି କହିଲା, ବନ୍ଧୁ, ଏବେ ମୁଁ ଚେଷ୍ଟା କରୁଛି, ଦେଖିବା ନ ହେଉଛି। ନୂଆ ଲୋକଟି ଭଗବାନଙ୍କଠାରେ ପୂର୍ଣ୍ଣ ସମର୍ପିତ ହୋଇ ଡାକିଲା। ଭଗବାନ ତା ଡାକ ଶୁଣିଲେ। ସଙ୍ଗେ ସଙ୍ଗେ ଜଳ ଆସି ପହଞ୍ଚିଗଲା। ଏହା ଦେଖି ପୁରୁଣା ଲୋକଟି ଆଶ୍ଚର୍ଯ୍ୟ ହୋଇ କହିଲା, ହେ ଭଗବାନ, ତୁମେ ଯଦି ସତରେ ଥାଅ ତେବେ ମୋତେ କହ ଏମିତି କେମିତି ହେଲା? ଈଶ୍ୱର ସଙ୍ଗେ ସଙ୍ଗେ ଉଭା ହୋଇ କହିଲେ, ବାବୁରେ, ମୁଁ ତ ପ୍ରାର୍ଥନା ଶୁଣିଛି। ହେଲେ ଏଇ ବାଟେ ଗଲାବେଳେ ତୁ ମୋତେ ପ୍ରାର୍ଥନା କରି ଜଳ ପାଇଥିଲୁ। ତାପରେ ତୋ ମନରେ ଗର୍ବ ପଶିଗଲା। ସୁତରାଂ ତୁ ତୋର ବନ୍ଧୁକୁ ତୋର କାରନାମା ଦେଖାଇ ଛାତି ଫୁଲାଇ ଦେଲୁ, ଯାହା ଫଳରେ ତୋର ବନ୍ଧୁ ତୋଠାରୁ ପ୍ରେରଣା ପାଇ ଈଶ୍ୱର ବିଶ୍ୱାସୀ ହୋଇଗଲା। ସୁତରାଂ ଏହି ରାସ୍ତା ଦେଇ ଫେରିଲା ବେଳେ ତୋର ବନ୍ଧୁର ପ୍ରାର୍ଥନା ମୁଁ ଶୁଣି ପାରିଲି। ହେଲେ ତୋ ପାଇଁ ତୋର ଗର୍ବ ହିଁ କାଳ ହେଲା। ଏଥିରୁ ଆମକୁ ଶିକ୍ଷା ମିଳେ ଯେ, ଯିଏ ଗର୍ବ କରେ ଈଶ୍ୱର ତା ପାଖରେ ନଥାନ୍ତି। ଫଳରେ ସେ ଈଶ୍ୱରଙ୍କ କୃପା ପାଏ ନାହିଁ, ବରଂ ଈଶ୍ୱର ତାର ଗର୍ବକୁ ଖର୍ବ କରିଥାନ୍ତି। ଆଜି ପାଇଁ ଏତିକି। ପୁଣି ଦେଖାହେବ ନୂଆ କାହାଣୀ ନେଇ। ଜୟ ଜଗନ୍ନାଥ।